ଆଜି ଦେଖିବା +3 4th ସେମିଷ୍ଟାରର ଓଡ଼ିଆ ଅନର୍ସର ସିଲେକ୍ସନ୍ କୋଶ୍ଚିନ୍ ମେଜର 8, 9, 10 ଏଇଟା ହେଲା ମେଜର 8 ସିଲାବସ୍ଟା। ତା ପୂର୍ବରୁ ଭିଡ଼ିଓ ଲାଇକ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ଏଇଟା ହେଲା ମେଜର 9ର ସିଲାବସ୍, ଏଇଟା ହେଲା ମେଜର 10ର, ଏଇଟା ହେଲା ମେଜର 10ର ସିଲାବସ୍। ଫାର୍ଷ୍ଟ କୋଶ୍ଚିନ୍ ମେଜର 8ର, ରାଧାନାଥ ରାୟଙ୍କ ମହାଯାତ୍ରା କାବ୍ୟର ପ୍ରଥମ ସର୍ଗରେ ବର୍ଣ୍ଣିତ ବିଷୟବସ୍ତୁର ଆଲୋଚନା କରନ୍ତୁ। କୋଶ୍ଚିନ୍ ନମ୍ବର 2 ଗଙ୍ଗାଧର ମେହେରଙ୍କ ତପସ୍ୱିନୀ କାବ୍ୟର ତୃତୀୟ ସର୍ଗରେ ସୀତାଙ୍କର କାରୁଣ୍ୟ ବର୍ଣ୍ଣନା କିପରି କରାଯାଇଛି। ଥାର୍ଡ଼ କୋଶ୍ଚିନ୍ ଭୀମ ଭୋଇଙ୍କ ସ୍ତୁତି ଚିନ୍ତାମଣିର 37 ବୋଲିରେ ଭକ୍ତି ଓ ଜ୍ଞାନର ସମନ୍ୱୟ ଉପରେ ଏକ ନିବନ୍ଧ ଲେଖନ୍ତୁ। 4 ନମ୍ବର କୋଶ୍ଚିନ୍ ମଧୁସୂଦନ ରାଓଙ୍କ ବିଚ୍ଛେଦେ ବସନ୍ତ ଗାଥା କବିତାରେ ପ୍ରକୃତି ଚିତ୍ରଣର ବିଶ୍ଳେଷଣ କରନ୍ତୁ। 5 ନମ୍ବର କୋଶ୍ଚିନ୍ ଗୋଦାବରୀଶ ମିଶ୍ରଙ୍କ ନିମଶକ ଦେଖା ଗଳ୍ପର ମୁଖ୍ୟ ଚରିତ୍ର ଏବଂ ବାର୍ତ୍ତା ଉପରେ ଆଲୋକପାତ କରନ୍ତୁ। 6 ନମ୍ବର କୋଶ୍ଚିନ୍ କୁନ୍ତଳା କୁମାରୀ ସାବନ୍ତଙ୍କ ଶେଫାଳି ଫାଳି ପ୍ରତି କବିତାରେ କବିଙ୍କର ଆଶାବାଦୀ ଦୃଷ୍ଟିକୋଣକୁ ବର୍ଣ୍ଣନା କରନ୍ତୁ। 7 ନମ୍ବର କୋଶ୍ଚିନ୍ ରାଧାମୋହନ ଗଡ଼ନାୟକଙ୍କ ବୀରଣା ରାଣୀ ଶୁକଦେଇ ଉତ୍କଳିକା କାବ୍ୟରେ ରାଣୀଙ୍କ ବୀରତ୍ୱର ଚିତ୍ର ପ୍ରଦାନ କରନ୍ତୁ। 8 ନମ୍ବର କୋଶ୍ଚିନ୍ ମାୟାଧର ମାନସିଂଙ୍କ ବିରହୀ ଘନ କବିତାରେ ପ୍ରେମ ଏବଂ ବିରହର ଭାବନାକୁ ସମୀକ୍ଷା କରନ୍ତୁ। 9 ନମ୍ବର କୋଶ୍ଚିନ୍ ସଚ୍ଚିଦାନନ୍ଦ ରାଉତରାୟଙ୍କ ପ୍ରତିମା ନାୟକ କବିତାରେ ସାମାଜିକ ବାସ୍ତବତାର ଚିତ୍ରଣ କିପରି କରାଯାଇଛି। 10 ନମ୍ବର କୋଶ୍ଚିନ୍ ବିନୋଦ ଚନ୍ଦ୍ର ନାୟକଙ୍କ ଗ୍ରାମପଥ କବିତାରେ ଗ୍ରାମୀଣ ଜୀବନର ସୌନ୍ଦର୍ଯ୍ୟ ଉପରେ ଆଲୋଚନା କରନ୍ତୁ। ଏଟା ହେଲା ମେଜର 9 ଆଇଲା। ପ୍ରଥମେ ଓଡ଼ିଆ ନାଟକ ଭାବରେ ଜଗମୋହନ ଲାଲଙ୍କ ବାବାଜୀ ନାଟକର ସାର୍ଥକତା ଓ ଐତିହାସିକ ଗୁରୁତ୍ୱ ଆଲୋଚନା କର। ସେକେଣ୍ଡ ନମ୍ବର କୋଶ୍ଚିନ୍ ଏକ ସଫଳ ରାଜନୈତିକ ବ୍ୟଙ୍ଗଧର୍ମୀ ନାଟକ ଭାବରେ ଗୋପାଳ ଛୋଟରାୟଙ୍କ ଫରକ କଲମର ଆଭିମୁଖ୍ୟ ସ୍ପଷ୍ଟ କର। 3 ନାଟ୍ୟକାର ମନୋରଞ୍ଜନ ଦାସଙ୍କ ସାଗର ମନ୍ଥନ ନାଟକର ପରୀକ୍ଷାମୂଳକ ନାଟ୍ୟରୀତି ଓ ବିଷୟବସ୍ତୁ ସମ୍ପର୍କରେ ଲେଖ। 4 ନମ୍ବର କୋଶ୍ଚିନ୍ ଈଶ୍ୱର ଜଣେ ଯୁବକ ନାଟକରେ କାର୍ତ୍ତିକ ଚନ୍ଦ୍ର ରଥଙ୍କ ସାମାଜିକ ଚେତନା ଓ ଆଧୁନିକ ମୂଲ୍ୟବୋଧ କିପରି ପ୍ରତିଫଳିତ ହୋଇଛି ସେଟା ବି ଲେଖିବ। 5 ନମ୍ବର କୋଶ୍ଚିନ୍ ନାଟ୍ୟକାର ନାରାୟଣ ସାହୁଙ୍କ ରାଜାରାଣୀ ଉପାଖ୍ୟାନ ନାଟକର ଶୈଳ ଓ ନାଟ୍ୟକାଳ ସମ୍ପର୍କରେ ଆଲୋକପାତ କର। 6 ନମ୍ବର କୋଶ୍ଚିନ୍ ଏକ ମନ୍ୟସ୍ମୃତି ନାଟକ ଭାବରେ ବିଜୟ ଶତପଥୀଙ୍କ କୋଣାର୍କର ବିଷୟବସ୍ତୁ ଓ ଗଠନ ପରିପାଟୀ ବିଷୟରେ ଆଲୋଚନା କର। 7 ପାହାଡ଼ର ଆତ୍ମକଥା ଏକାଙ୍କିକାର ନାଟ୍ୟକାର ସୁରେନ୍ଦ୍ର ମହାନ୍ତିଙ୍କ ଦୃଷ୍ଟିଭଙ୍ଗୀ ଓ ଏହାର ମର୍ମବାଣୀ ସଂକ୍ଷେପରେ ଲେଖ। 8 ଅନ୍ୟ ଏକ ଶ୍ରବଣ କୁମାର ଏକାଙ୍କିକାର ଚରିତ୍ର ଓ ଚିତ୍ରଣ ଓ ଏହାର ସମସାମୟିକ ସାମାଜିକ ପ୍ରାସଙ୍ଗିକତା ଦର୍ଶାଅ। ତାପରେ ସାମାଜିକ ଚେତନା ଓ ଆଧୁନିକ ମୂଲ୍ୟବୋଧ କିପରି ପ୍ରତିଫଳିତ ହୋଇଛି ସେଟା ବି ଲେଖିବ। ଏଟା ଭୁଲ ଲେଖା ହେଇଛି, ଯୋଉ ନମ୍ବରଟା ଭୁଲ କାଉଣ୍ଟ ହେଇଛି। ଧୀରେ ଧୀରେ ସ୍କ୍ରୋଲ କରୁଛି ଦେଖିଦେବ। ମେଜର 10 1 ନମ୍ବର କୋଶ୍ଚିନ୍ ଫକୀର ମୋହନ ସେନାପତିଙ୍କ ଲଛମା ଗଳ୍ପରେ ବର୍ଣ୍ଣିତ ସାମାଜିକ ଚିତ୍ର ଓ ତତ୍କାଳୀନ ପରିସ୍ଥିତି ଉପରେ ଆଲୋକପାତ କରନ୍ତୁ। ସେକେଣ୍ଡ କୋଶ୍ଚିନ୍ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଆଜିର ମଣିଷ ଉପନ୍ୟାସର ମାନବିକ ମୂଲ୍ୟବୋଧର ଅବକ୍ଷୟ କିପରି ପ୍ରତିଫଳିତ ହୋଇଛି ଆଲୋଚନା କରନ୍ତୁ। 3 ନମ୍ବର କୋଶ୍ଚିନ୍ ଗୋପନାଥ ମହାନ୍ତିଙ୍କ ଦାଦାବୁଢ଼ା ଗଳ୍ପର ମୁଖ୍ୟ ଚରିତ୍ର ଏବଂ ତାଙ୍କର ସଂଘର୍ଷ ସମ୍ପର୍କରେ ବିଶ୍ଳେଷଣ କରନ୍ତୁ। 4 ନମ୍ବର କୋଶ୍ଚିନ୍ ସୁରେନ୍ଦ୍ର ମହାନ୍ତିଙ୍କ କାଳାନ୍ତରଣର କ୍ଷୁଦ୍ର ଗଳ୍ପର ଶୀର୍ଷକର ଯଥାର୍ଥ ପ୍ରତିପାଦନ କରନ୍ତୁ। 5 ନମ୍ବର କୋଶ୍ଚିନ୍ ଫକୀର ମୋହନଙ୍କ ରେବତୀ ଗଳ୍ପକୁ ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ର ଗଳ୍ପ କାହିଁକି କୁହାଯାଏ ଉଦାହରଣ ସହ ବୁଝାନ୍ତୁ। ଏଇଟା ହେଲା ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଲା 5 ନମ୍ବର କୋଶ୍ଚିନ୍ ମେଜର 10ର। ମେଜର 10ର ଏଇଟା ହେଲା ମୋଷ୍ଟ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ 5 ନମ୍ବର କୋଶ୍ଚିନ୍ଟା।
ପ୍ରଶ୍ନ 6 ନମ୍ବର କ୍ୱେଶ୍ଚିନ୍ ଭାଗବତୀ ଚରଣ ପାଣିଗ୍ରାହୀଙ୍କ ଶିକାର ଗଳ୍ପରେ ସାମନ୍ତବାଦୀ ଶୋଷଣର ଚିତ୍ର କିପରି ପ୍ରକାଶ ପାଇଛି? 7 ନମ୍ବର କ୍ୱେଶ୍ଚିନ୍ ମନୋଜ ଦାସଙ୍କ ସୁନା ମେଡାଲ ଗଳ୍ପ ମାଧ୍ୟମରେ ଲେଖକ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ସ୍ପଷ୍ଟ କରନ୍ତୁ। 8 ନମ୍ବର କ୍ୱେଶ୍ଚିନ୍ ବୀଣାପାଣି ମହାନ୍ତିଙ୍କ ପାଟ ଦେଇ ଗଳ୍ପରେ ନାରୀ ଚରିତ୍ରର ମହତ୍ତ୍ୱ ଏବଂ ସ୍ୱାଭିମାନ ଉପରେ ଏକ ପ୍ରବନ୍ଧ ଲେଖନ୍ତୁ। এই ପିଡିଏଫ୍ଟା ଯଦି ଚାହୁଁଛନ୍ତି ଆମ ଡେସ୍କ୍ରିପସନ୍ ବକ୍ସରେ ଟେଲିଗ୍ରାମ ଗ୍ରୁପ୍ର ଲିଙ୍କ୍ ଅଛି, ସେଠି ଯାଇ ଜଏନ୍ ହେଇଯାଆନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏଇଭଳିଆ ପିଡିଏଫ୍ ତୁମ ସମସ୍ତଙ୍କୁ ଯୋଗାଇଦେବି। ଆଉ ଏଇ ଚ୍ୟାନେଲରେ ସବୁବେଳେ ସବସ୍କ୍ରାଇବ୍ କରିକି ରହିଥାନ୍ତୁ, ଏଇଭଳିଆ ପିଡିଏଫ୍ ସବୁବେଳେ ଆସିବ।